ଆପଣମାନଙ୍କୁ ପୁଣି ଥରେ ସୁନୀଲ ଷ୍ଟଡି ଏକାଡେମୀରେ ସ୍ୱାଗତ। ଆଜି ଆମେ +2 ସେକେଣ୍ଡ ଇୟର ହିଷ୍ଟ୍ରି ଇତିହାସର CHSE ବୋର୍ଡ଼ ଏକ୍ଜାମ୍ 2024 ତୁମର ଯେଉଁ ବୋର୍ଡ଼ ପରୀକ୍ଷା ଅଛି 2024ରେ ତାର ବୋର୍ଡ଼ ପରୀକ୍ଷା ସିଲେକ୍ସନ୍ କ୍ୱେଶ୍ଚନ୍ ଆଲୋଚନା କରିବା, ଯେଉଁଟାକି ୟୁନିଟ୍ 2, 3, 4, 5ରୁ 2 ଏବଂ 3 ମାର୍କର ସିଲେକ୍ସନ୍ ପ୍ରଶ୍ନ ଆମେ ଆଲୋଚନା କରିବା, ଯେଉଁଟାକି 100% ତୁମର ବୋର୍ଡ଼ ପରୀକ୍ଷାରେ ଆସିବ। ତ ଚାଲନ୍ତୁ ପିଲାମାନେ ଆମେ ସେହି ପ୍ରଶ୍ନ ଗୁଡ଼ିକ ଆଲୋଚନା କରିବା। ତା ପୂର୍ବରୁ ଯଦି ଆପଣମାନେ ଏହି ଚ୍ୟାନେଲରେ ନୂଆ ଅଛନ୍ତି ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ପାଖରେ ଥିବା ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ, ଯାହାଫଳରେ ଆପଣମାନେ ସବୁ ଭିଡ଼ିଓ ସର୍ବପ୍ରଥମେ ଦେଖିପାରିବେ ଏବଂ ତୁମର ପରୀକ୍ଷା ପ୍ରସ୍ତୁତି ଭଲ ଭାବରେ କରିପାରିବେ। ତ ଦେଖନ୍ତୁ ପିଲାମାନେ, ଏଠି ଅଛି ତୁମର 2 ମାର୍କର ସିଲେକ୍ସନ୍ ପ୍ରଶ୍ନ ଗୁଡ଼ିକ, ଯେଉଁଟାକି 2024ର ବୋର୍ଡ଼ ପରୀକ୍ଷାରେ ଇତିହାସ ବିଭାଗରୁ ଯେଉଁ 80 ମାର୍କର ପରୀକ୍ଷା ହେବ, ତୁମର 7ଟି 2 ମାର୍କର ପ୍ରଶ୍ନ ଆସିବ। ଟୋଟାଲ୍ ମାର୍କ ହେଲା 14 ମାର୍କ। ତ ଦେଖ କେମିତି ପ୍ରଶ୍ନ ଆସିବ। ତୁମର ଦେଖ 1 ନମ୍ବର, କେବେ ଅଶୋକ ମଗଧ ସିଂହାସନ ଆରୋହଣ କରିଥିଲେ ଏବଂ କେଉଁ ମସିହାରେ ତାଙ୍କର ଅଭିଷେକ ଉତ୍ସବ ପାଳିତ ହୋଇଥିଲା ଲେଖ। ଏମିତି ପ୍ରଶ୍ନ ଆସିବ, ତୁମେ ଉତ୍ତର ଲେଖିବ। ଅଶୋକ କେବେ ମଗଧ ସିଂହାସନ ଆରୋହଣ କରିଥିଲେ ଏବଂ ତାଙ୍କର ଅଭିଷେକ ଉତ୍ସବ କେବେ ପାଳିତ ହୋଇଥିଲା ତାହା ଆଲୋଚନା କରିବ। ତାପରେ ଦେଖ ତୁମର ଦ୍ୱିତୀୟ ପ୍ରଶ୍ନ ଅଛି, ପଞ୍ଚତନ୍ତ୍ର ଏବଂ କାମସୂତ୍ରର ରଚୟିତା କିଏ କିଏ ଥିଲେ। ପଞ୍ଚତନ୍ତ୍ରକୁ କିଏ ରଚନା କରିଥିଲେ ଏବଂ କାମସୂତ୍ରକୁ ମଧ୍ୟ କିଏ ରଚନା କରିଥିଲେ ତାହା ତୁମେ ଲେଖିବ। ପ୍ରଶ୍ନ ଦେଖ ପିଲାମାନେ, ଦେଖ ସି ନମ୍ବର ପ୍ରଶ୍ନ, ଧର୍ମଚକ୍ର ପ୍ରବର୍ତ୍ତନର ଅର୍ଥ କ'ଣ। ତୁମର ଯେଉଁ ଗୌତମ ବୁଦ୍ଧଙ୍କ ଧର୍ମଚକ୍ର ପ୍ରବର୍ତ୍ତନ ଥିଲା ତାର ଅର୍ଥ କ'ଣ, ତୁମେ ଏଠି ଅର୍ଥକୁ ଲେଖିବ ଏବଂ ଏହା କେଉଁଠାରେ ଘଟିଥିଲା, ଏହି ଧର୍ମଚକ୍ର ପ୍ରବର୍ତ୍ତନଟି କେଉଁଠି ଘଟିଥିଲା ତାହା ତୁମେ ଆଲୋଚନା କରିବ। ତାପରେ ଦେଖ 4 ନମ୍ବର ପ୍ରଶ୍ନ, ଦିନ୍-ଇ-ଇଲାହିର ପ୍ରବର୍ତ୍ତକ କିଏ ଥିଲେ। ଦିନ୍-ଇ-ଇଲାହିର ପ୍ରବର୍ତ୍ତକ କିଏ ଥିଲେ, ଏହା କେବେ ପ୍ରଚଳିତ ହୋଇଥିଲା ଲେଖିବ। କ'ଣ ନା ଦିନ୍-ଇ-ଇଲାହିର ପ୍ରବର୍ତ୍ତକ କିଏ ଥିଲେ ଏବଂ ଏହା କେବେ ପ୍ରଚଳିତ ହୋଇଥିଲା ଲେଖିବ ପିଲାମାନେ। ତାପରେ ଦେଖ କବିର କିଏ ଥିଲେ, ତାଙ୍କ ଗୁରୁଙ୍କ ନାମ କ'ଣ। ଦେଖ ଏଠି କବିର କିଏ ଥିଲେ ଏବଂ ତାଙ୍କର ଗୁରୁଙ୍କ ନାମ କ'ଣ ଥିଲା ତୁମେ ଲେଖ। ସିମ୍ପଲ୍ ସା 20ରୁ 30ଟି ୱାର୍ଡ଼, ମାନେ 2ରୁ 3ଟି ଶବ୍ଦ ମଧ୍ୟରେ ତୁମର ଉତ୍ତର ଲେଖିବ। ତୁମକୁ ଅଧିକ ଲେଖିଲେ ମାର୍କ ମିଳିବନି, ବେଶୀ କମ୍ ଲେଖିଲେ ବି ମାର୍କ ମିଳିବନି। ଯାହା ଯାହା କହିଛି ତାହା ଲେଖିବ। କବିର କିଏ ଥିଲେ ଲେଖିବ ଏବଂ ତାଙ୍କ ଗୁରୁଙ୍କ ନାମ କ'ଣ, ସେ ତାଙ୍କ ଗୁରୁ କିଏ ଥିଲେ ତାହା ଲେଖିବ। ତା ପରବର୍ତ୍ତୀ ପ୍ରଶ୍ନ ଦେଖ 6 ନମ୍ବର ପ୍ରଶ୍ନ, କେବେ ଏବଂ କେଉଁଠାରେ ଫ୍ରାନ୍ସୋଇସ୍ ବର୍ନିୟରଙ୍କ ଭ୍ରମଣ ବୃତ୍ତାନ୍ତ ପ୍ରଥମେ ପ୍ରକାଶିତ ହୋଇଥିଲା। ଦେଖ ପ୍ରଶ୍ନକୁ ଭଲସେ ବୁଝିକି ତୁମେ ଉତ୍ତର ଲେଖିବ। କେବେ ମାନେ କେଉଁ ମସିହାରେ ଏବଂ କେଉଁଠାରେ ଫ୍ରାନ୍ସୋଇସ୍ ବର୍ନିୟରଙ୍କ ଭ୍ରମଣ ବୃତ୍ତାନ୍ତ ପ୍ରଥମେ ପ୍ରକାଶିତ ହୋଇଥିଲା। ଫ୍ରାନ୍ସୋଇସ୍ ବର୍ନିୟର ଜଣେ କିଏ ଥିଲେ ନା ସେ ଭ୍ରମଣ କରୁଥିଲେ ଦେଶ ଦେଶ ଏବଂ ତାଙ୍କର ଭ୍ରମଣ ବୃତ୍ତାନ୍ତ ପ୍ରଥମେ ପ୍ରକାଶିତ ହୋଇଥିଲା। ବର୍ନିୟର କେଉଁଠାରେ ପ୍ରକାଶିତ ହୋଇଥିଲା ତାଙ୍କର ପ୍ରଥମେ ଭ୍ରମଣ ବୃତ୍ତାନ୍ତ ତାହା ତୁମେ ଲେଖିବ। ତା ପରବର୍ତ୍ତୀ ପ୍ରଶ୍ନ ଦେଖ, କେଉଁ ମସିହାରେ ଦ୍ୱିତୀୟ ତିରୋରୀ ଯୁଦ୍ଧ ସଂଗଠିତ ହୋଇଥିଲା। ଏ ଯୁଦ୍ଧରେ କିଏ ପରାସ୍ତ ହୋଇଥିଲେ ତାହା ଲେଖିବ। ଦେଖ ସିମ୍ପଲ୍ ସା ତୁମର ଉତ୍ତର ଲେଖିବ। କେଉଁ ମସିହାରେ କେତେ ନା ତିରୋରୀ ଯୁଦ୍ଧ କେଉଁ ମସିହାରେ ଦ୍ୱିତୀୟ ତିରୋରୀ ଯୁଦ୍ଧ ହୋଇଥିଲା। 2 ନମ୍ବର ତିରୋରୀ ଯୁଦ୍ଧ କେଉଁ ମସିହାରେ ସଂଗଠିତ ହୋଇଥିଲା ଏବଂ ଏ ଯୁଦ୍ଧରେ କିଏ ପରାସ୍ତ ହୋଇଥିଲେ, ଏଇଟା ସିମ୍ପଲ୍ ସା ଲେଖିବ। ଏ ଯୁଦ୍ଧ କେଉଁ ମସିହାରେ ସଂଗଠିତ ହୋଇଥିଲା ତାହା ଲେଖିବ ଏବଂ ତୁମେ କେମିତି ଉତ୍ତର ଲେଖିବ ନା, ଧରି ନିଆଯାଉ ଦ୍ୱିତୀୟ ତିରୋରୀ ଯୁଦ୍ଧ 1757ରେ ସଂଗଠିତ ହୋଇଥିଲା। କେଉଁଠାରେ ସଂଗଠିତ ହୋଇଥିଲା ତାହା ମଧ୍ୟ ଲେଖିବ। ଦ୍ୱିତୀୟ ତିରୋରୀ ଯୁଦ୍ଧ ତିରୋରୀଠାରେ ସଂଗଠିତ ହୋଇଥିଲା ଏବଂ ଏହି ଯୁଦ୍ଧରେ ଧରି ନିଆଯାଉ ମୋଗଲ ପରାସ୍ତ ହୋଇଥିଲେ, ଏମିତି ତୁମେ ଲେଖିବ। ବୁଝିଲା, ଫୁଲ୍ ମାର୍କ ତୁମକୁ ସେମିତି ମିଳିବ। ଯଦି ବେଶୀ ଲେଖିଲେ ମିଳିବ ନାହିଁ, କି କମ୍ ଲେଖିଲେ ମଧ୍ୟ ମିଳିବ ନାହିଁ। ମାଡ୍ରାସ ପ୍ରେସିଡେନ୍ସିରେ ରୟତୱାରୀ ବନ୍ଦୋବସ୍ତ କିଏ କରିଥିଲେ। ମାଡ୍ରାସ ପ୍ରେସିଡେନ୍ସିରେ ରୟତୱାରୀ ବନ୍ଦୋବସ୍ତ କିଏ କରିଥିଲେ ଏବଂ ଏହା କେବେ ପ୍ରଚଳିତ, କେଉଁ ମସିହାଠାରୁ କେଉଁ ଖ୍ରୀଷ୍ଟାବ୍ଦରେ ପ୍ରଚଳନ ହୋଇଥିଲା ତାହା ଲେଖିବ। ତାପରେ ବର୍ତ୍ତମାନ ପ୍ରଶ୍ନ ଦେଖ, ଗାନ୍ଧୀ ଉରୱିନ୍ ଚୁକ୍ତି କେବେ ସ୍ୱାକ୍ଷରିତ
ହୋଇଥିଲା। ଗାନ୍ଧୀ ୟୁରୱିନ୍ ଚୁକ୍ତି କେବେ ସ୍ୱାକ୍ଷରିତ ହୋଇଥିଲା, କେଉଁ ମସିହାରେ ସ୍ୱାକ୍ଷରିତ ହୋଇଥିଲା? ଏହାର ଆଶୁ ପ୍ରଭାବ, ଏହାର ଆଶୁ କାରଣ ଗୁଡ଼ିକ କ'ଣ ଥିଲା ଦେଖ। ତା ପରବର୍ତ୍ତୀ ପ୍ରଶ୍ନ ଦେଖ, ଖୋର୍ଦ୍ଧା ବିଦ୍ରୋହ କେବେ ସଂଗଠିତ ହୋଇଥିଲା? ଏହାର ନେତା କିଏ ଥିଲେ? ଦେଖ, ଖୋର୍ଦ୍ଧା ବିଦ୍ରୋହ କେଉଁ ମସିହାରେ ସଂଗଠିତ ଥିଲା ଏବଂ ସେହି ଖୋର୍ଦ୍ଧା ବିଦ୍ରୋହର ନେତୃତ୍ୱ କିଏ ନେଇଥିଲେ, ନେତା କିଏ ଥିଲେ, ତାହା ତୁମେ ଲେଖିବ। ତାପରେ ପିଲାମାନେ ଦେଖ, ତୁମର 7ଟି 2 ମାର୍କର ପ୍ରଶ୍ନ ହୋଇଗଲା। ତାପରେ ଏବେ ଦେଖିବ 3 ମାର୍କର 7ଟି ପ୍ରଶ୍ନ। 2 ମାର୍କର 7ଟି ପ୍ରଶ୍ନ ଆମେ ଆଲୋଚନା କରିବା। 14 ମାର୍କ ଏବଂ ତୁମର 3 ମାର୍କର 7ଟି ପ୍ରଶ୍ନ 21 ମାର୍କର ହେବ। ଟୋଟାଲ ତୁମର କେତେ ହେଇଯିବ? 21 ଏବଂ 14 କେତେ ହେଲା? 5, 3, 35 ମାର୍କର ତୁମର ଏଠି ପ୍ରଶ୍ନ ମୁଁ ଆଲୋଚନା କରିଛି। ଦେଖ, 3 ମାର୍କର ପ୍ରଶ୍ନ କିଭଳି ଭାବରେ ପ୍ରଶ୍ନ ଉତ୍ତର ଦିଅ। ମୌର୍ଯ୍ୟମାନଙ୍କର ସାମରିକ ଶାସନ ବିଷୟରେ ଲେଖିବ। ମୌର୍ଯ୍ୟମାନଙ୍କର ସାମରିକ ଶାସନ କିଭଳି ଥିଲା ତାହା ଲେଖିବ। ତାପରେ ଗୁପ୍ତ ଯୁଗର ସାହିତ୍ୟ ବିଷୟରେ ଲେଖିବ। ଗୁପ୍ତ ଯୁଗର ସାହିତ୍ୟ କିଭଳି ଥିଲା ତାହା ଲେଖିବ। ତାପରେ ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ କ'ଣ ଲେଖିବ। ଇବାଦତ ଖାନ କିଏ ଲେଖିବ, ତାଙ୍କ ବିଷୟରେ ତାଙ୍କର ଜୀବନୀ ଲେଖିବ। ତାପରେ ଦେଖ, ଭାରତୀୟ ସଂସ୍କୃତି ଉପରେ ଭକ୍ତି ଆନ୍ଦୋଳନର ପ୍ରଭାବ ଲେଖିବ। ବୁଝିଲା, ଭାରତୀୟ ସଂସ୍କୃତି ଉପରେ ଭକ୍ତି ଆନ୍ଦୋଳନ, ଯେଉଁ ସୁଫି ଓ ଭକ୍ତି ଆନ୍ଦୋଳନ ହୋଇଥିଲା, ଭକ୍ତି ଆନ୍ଦୋଳନର ପ୍ରଭାବ ତୁମେ ଲେଖିବ। ଭଲସେ ପ୍ରଶ୍ନକୁ ବୁଝିବ। ଏଇଟା ମଧ୍ୟ 60ରୁ 80 ଶବ୍ଦ ମଧ୍ୟରେ ଲେଖିବ ତୁମେ, ଫୁଲ୍ ମାର୍କ ନହେଲେ ମିଳିବ ନାହିଁ। ତାପରେ ଇବନ ବତିତାଙ୍କ ବିଷୟରେ ଲେଖିବ। ସୁଲତାନି ଯୁଗରେ ନାରୀମାନଙ୍କର ସ୍ଥିତି କ'ଣ ଥିଲା ତାହା ଲେଖିବ। ରାଜସ୍ୱତ୍ୱ ଲୋପ ନୀତି କ'ଣ ଲେଖିବ। ଚୌରି ଚୌରା ଘଟଣା ମୋଷ୍ଟ ଇମ୍ପୋର୍ଟାଣ୍ଟ, ଚୌରି ଚୌରା ଘଟଣା କ'ଣ ଲେଖିବ। ତାପରେ ବିତ୍ତ ନିଷ୍କାସନ, ବିତ୍ତ ପ୍ରଭାବ ହେଉଥିଲା, ବିତ୍ତ ନିଷ୍କାସନ କ'ଣ କିଭଳି ହେଉଥିଲା ତାହା ଲେଖିବ। ସାରଳା ଦେବୀଙ୍କ ବିଷୟରେ ଲେଖିବ। କୃଷ୍ଣଚନ୍ଦ୍ର ଗଜପତିଙ୍କ ବିଷୟରେ ମଧ୍ୟ ଲେଖିବ। ତ ପିଲାମାନେ, ଏଇଟା ଥିଲା ତୁମର 3 ମାର୍କର 7ଟି ପ୍ରଶ୍ନ ଏବଂ ଏଇଟା ଥିଲା ତୁମର 2 ମାର୍କର 7ଟି ପ୍ରଶ୍ନ। ସୋ ଫ୍ରେଣ୍ଡସ୍, ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିକି ଚ୍ୟାନେଲକୁ ନିହାତି ଭାବରେ ସବସ୍କ୍ରାଇବ୍ କରିବେ। ସୋ ଫ୍ରେଣ୍ଡସ୍, ଯଦି ଆପଣମାନେ ଏହି PDFକୁ ନେବା ପାଇଁ ଚାହୁଁଛନ୍ତି ତ ଆପଣମାନେ ଡେସ୍କ୍ରିପ୍ସନ୍ରେ ମୁଁ ଲିଙ୍କ୍ ଦେଇଦେଇଛି ଟେଲିଗ୍ରାମରେ ଆପଣମାନେ ଜଏନ୍ ହେଇକିରି ଏହି PDFକୁ ପାଇପାରିବେ ଏବଂ ଆମେ ସବୁ ଗୁଡ଼ିକ ସିଲେକ୍ସନ୍ ପ୍ରଶ୍ନ ଆଲୋଚନା କରିବା ଏବଂ PDF ମଧ୍ୟ ମୁଁ ପ୍ରୋଭାଇଡ଼ କରିଦେବୁ ସବୁ ସିଲେକ୍ସନ୍ ପ୍ରଶ୍ନ। ତୁମେ କେବଳ ଜଲ୍ଦି ଟିକେ ୱାନ୍କେ ସବସ୍କ୍ରାଇବ୍ ପୂରଣ କରିଦିଅ। ସୋ ଫ୍ରେଣ୍ଡ, ଦେଖା କରିବା ଆଉ ଗୋଟେ ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ।